ମୋ ବାପ ଘରେ କେତେ ଖୁସି ହଉଛନ୍ତି ଜାଣିଛ ନା, ସୁନା ମୁଣ୍ଡା ଜମିଟା ପାଇଛେ, ଏମିତିଆ ଜମି ଭାଗ୍ୟରେ ଥିଲେ ମିଳେ। କବିରପୁର ପାଖରୁ ଆରମ୍ଭ କରିକି ଅଞ୍ଜି, ଅନ୍ତପୁର, ଗୋପାଳପୁର, ସୁର ପର୍ଯ୍ୟନ୍ତ ଏ ଏରିଆରେ କାହାରି ଜମି ଏମିତି ଥିବେନି। କାହା କଥା କହୁଛନ୍ତି? ଏଇ ତୁମ କଥା, ତୁମେ ମୁଁ ବାପ ଘରକୁ ହଁ ତୁମେ ସକାଳୁ ଉଠିକି କୁଆଡେ ବୁଢୀ ମା ଦୁଗୁଦା ଜାଣିଲ, ଦୁଗୁଦା ଖାଇଲ। ହଁ ସେ କଥା ମୋ ବୁଢୀ ମା କହିଲା, ଏତେ ମୋଟା ଲୋକ, ଟିକେ ବି ଗର୍ବ ଅହଙ୍କାର ନାହିଁ ମନରେ, ଗୁଟୁକା ଖାଉଥିବା ଲୋକ ଦୁଗୁଦା ଖାଇଦଉଛି। ତୁମେ ବୁଢା ବାପା ପକେଟରୁ ଗୋଟେ ବିଡି ନେଇକି ଯାଇଲ ପାଇଖାନା, ସମସ୍ତେ ଦେଖିଲେ। ନା ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା। ମୋ ମା କହୁଲା ମତେ ଫୁଣିଲେ, ତୁମର ଯାର କିଛି ନାହିଁ, ଯେକୌଣସି ମଦ ଦେଲେ ପିଇଦିଅ, ନିରାମିଷ ଆଇଁଷ ଯାହା ଦେଲେ ଖାଇଦିଅ। ମୋ ଭିଣେଇ ଆସିବ ମୋ ବାପ ଘରକୁ, ଲୋ ବାବା ମତେ ଚିକେନ ମଟନ ନହେଲେ ଜିମିନି, ବିଅର ଆଣିକି ରଖିଥିବ, ଶୁକୁଟାଟେ ହେଇଛି, ତାର ବାବା ଖାତିର ଦେଖିବ। ଥରେ ଚିକେନ ଖାଇଦେଇଲା, ଗୁଟୁକା ସରିଗଲା ଆମର, କହିଲା ଗୁଟୁକା ଦିଅ। ବୁଢୀ ମା କହିଲେ ଗୁଟୁକା ନାହିଁ, ଜଇଁ ପୁଅ ତୁମେ ଦୁଗୁଦା ଟିକେ ପାଟିରେ ପକେଇ ଦିଅ। ବାବା ଚେୟାର ଉପରେ ଗୁଡ ପକେଇ ଦେଇକି ବସିଗଲା। ମୁଁ ଘରର ବଡ ଜଇଁ, ମୁଁ ଗୁଟୁକା ଖାଇବିନି, ଦୁଗୁଦା ଖାଇବି, ମୋର ଇଜ୍ଜତ କିଛି ନାହିଁ। କିସ ଦେଖିବୁ ବାବା, ସମସ୍ତେ ପୁରା କହୁଛନ୍ତି ଆମ ଘରେ କେତେ ସମ୍ବାର ବ୍ରତ କରିକି ଗୋଟେ ସୁନା ମୁଣ୍ଡା ଭଳିଆ ସାନ ଜଇଁ ପାଇছে।